ସାନ ସିନା ଦାନତା ମହାନ ବିଷୟର କେତୋଟି କଠିନ ଶବ୍ଦ ଅର୍ଥ ଗୁଡ଼ିକୁ ଜାଣିବା। ତିଳେ ମାତ୍ର ଅଳ୍ପ ଟିକେ ଦଧି ନଉତି ମନ୍ଦିର ଅଗ୍ରଭାଗ ମୁହାଣ ନଦୀ ଯେଉଁଠାରେ ସମୁଦ୍ରରେ ପଡ଼େ। ଠୁଳ ଏକାଠି ଅଳି ଅନୁରୋଧ ଦ୍ୱନ୍ଦ୍ୱ କଳହ ରାଜସ୍ୱ ଖଜଣା ମୁଖ୍ୟ ପ୍ରଧାନ ଅମଙ୍ଗ ରାଜି ନ ହେବା ଠାବ ଖୋଜି ଖୋଜି ପାଇଲା ଜିଗର ଜିଦ୍ କାଳ କାଳ ସବୁଦିନ ବିଚଳିତ ଅଧୀର ଭଗ୍ନ ଭଙ୍ଗା ଦାୟ ଉତ୍ତରାଧିକାରୀ ବଂଶକୁ ଯେ ରକ୍ଷା କରେ ଯୋଡ଼ିବା ଖଞ୍ଜିବା ତଳାଇବା ଗଢ଼ିବା ଉଇଁବା ଉଦୟ ହେବା। ଇଏ ଥିଲା ତମର ସାନ ସିନା ଦାନତା ମହାନ ବିଷୟର ଶବ୍ଦ ଅର୍ଥ। ପିଲାମାନେ ଆଜି ଆମେ ପଢ଼ିବା ବିଷୟ ସାନ ସିନା ଦାନତା ମହାନ। ଆଜକୁ ପ୍ରାୟ 800 ବର୍ଷ ତଳର କଥା। ଲାଙ୍ଗୁଳା ନରସିଂହ ଦେବ ନାମରେ ଜଣେ ରାଜା ଓଡ଼ିଶାରେ ରାଜୁତି କରୁଥାନ୍ତି। ସେ ସୂର୍ଯ୍ୟଙ୍କର ପୂଜା ପାଇଁ ସୁନ୍ଦର ମନ୍ଦିରଟିଏ ତୋଳାଇବାକୁ ଇଚ୍ଛା କଲେ। ରାଜାଙ୍କ ଆଦେଶରେ ସାରା ରାଜ୍ୟର ଅନେକ କାରିଗର ଆସି ଠୁଳ ହେଲେ। ସେମାନଙ୍କ ଭିତରୁ 1200 ଭଲ ଭଲ କାରିଗରଙ୍କୁ ବଛାଗଲା। ସେତେବେଳେ ପଥରରେ ସୁନ୍ଦର କାମ କରି ଓଡ଼ିଶାର କାରିଗରମାନେ ନାଁ କରିଥିଲେ। ସେତେବେଳେ ତ ସିମେଣ୍ଟ ନଥାଏ। ପଥରକୁ ଯୋଡ଼ିବା ପାଇଁ ଏକ ପ୍ରକାର ଚୂନ ବ୍ୟବହାର କରାଯାଉଥିଲା। ସମୁଦ୍ର କୂଳରେ ଚନ୍ଦ୍ରଭାଗା ନଦୀ ମୁହାଣରେ ଏହି ମନ୍ଦିର ତୋଳା ହେଲା। ମନ୍ଦିରଟି ତିଆରି ହେଲା ଗୋଟିଏ ରଥ ଆକାରରେ। ସେଥିରେ 7ଟି ପଥର ଘୋଡ଼ା ଯୋଖା ହେଲା। ମନ୍ଦିରର ସିଂହାସନରେ ରହିଲା ସୂର୍ଯ୍ୟଙ୍କର ପ୍ରତିମା। ପୂର୍ବ ଦିଗରେ ସୂର୍ଯ୍ୟ ଉଇଁଲା ମାତ୍ରେ ପ୍ରଥମ କିରଣ ସୂର୍ଯ୍ୟଙ୍କର ପାଦ ତଳେ ପଡ଼ୁଥିଲା। ଏହି ମନ୍ଦିର ନିର୍ମାଣରେ ଓଡ଼ିଶାର 12 ବର୍ଷର ରାଜସ୍ୱ ଖର୍ଚ୍ଚ ହୋଇଥିଲା। ଆସ୍ତେ ଆସ୍ତେ ମନ୍ଦିର ନାଟ ମନ୍ଦିର ମୁଖଶାଳା ଆଦି ତିଆରି ସରିଥାଏ। ଗଛଲତା ଫୁଲ ଫଳ ହାତୀ ଘୋଡ଼ା ଆଦି ଜୀବଜନ୍ତୁ ଦେବଦେବୀ ମନୁଷ୍ୟ ପ୍ରଭୃତି ମୂର୍ତ୍ତିରେ ମନ୍ଦିର ଝଲମଲ କରୁଥାଏ। ତଥାପି ମନ୍ଦିରଟି ସମ୍ପୂର୍ଣ୍ଣ ହୋଇପାରୁନଥାଏ। କାରିଗରମାନେ ଯେତେଥର ମନ୍ଦିର ଉପରେ ଦଧି ନିଉତିକୁ ବସାଉଥାନ୍ତି ତାହା ଖସି ପଡ଼ୁଥାଏ। ମୁଖ୍ୟ କାରିଗର ଥାନ୍ତି ବିଶୁ ମହାରଣା। ସେ ତାଙ୍କର ସବୁ ବିଦ୍ୟାବୁଦ୍ଧି ଖଟାଇ ମଧ୍ୟ ମନ୍ଦିରର ଦଧି ନିଉତିକୁ ବସାଇ ପାରୁନଥାନ୍ତି। ଦଧି ନିଉତିକୁ ବସାଇ ସାରିବା ପରେ ହିଁ ମନ୍ଦିର କାମ ଶେଷ ହେବ। ଏଣେ ରାଜା ଅଧୀର ହୋଇ ପଡ଼ିଲେଣି। ସେ ବିଶୁ ମହାରଣାଙ୍କୁ ଡକାଇ କହିଲେ, ମୁଁ ଆଉ 7 ଦିନ ମାତ୍ର ସମୟ ଦେଉଛି। ଏହାରି ଭିତରେ ଦେଉଳର ମୁଣ୍ଡି ମାରିବ, ନହେଲେ 1200 କାରିଗରଙ୍କର ମୁଣ୍ଡ କାଟ ହେବ। ବିଶୁ ମହାରଣା ମନ ଦୁଃଖରେ ଫେରି ରାଜାଙ୍କର ଆଦେଶ କାରିଗର ଭାଇମାନଙ୍କୁ ଜଣାଇ ଦେଲେ। ସମସ୍ତଙ୍କ ମୁହଁ ଶୁଖିଗଲା। ଘରଦ୍ୱାର ଛାଡ଼ି 12 ବର୍ଷ କାଳ ଲାଗି ଏଡ଼େ ବଡ଼ ମନ୍ଦିରଟିଏ ତୋଳିଲେ ଅଥଚ ମନ୍ଦିରର ଦଧି ନିଉତି ବସାଯାଇ ପାରୁନାହିଁ। ସେଥିପାଇଁ ସମସ୍ତଙ୍କ ମୁଣ୍ଡ କାଟ ହେବ। ବିଶୁ ମହାରଣା ଦେଉଳ ତୋଳିବାକୁ ଘରୁ ଆସିବା ବେଳେ ତାଙ୍କର ପୁଅଟିଏ ହୋଇଥାଏ। ପୁଅର ନାଁ ଦିଆ ହୋଇଥାଏ ଧର୍ମପଦ, ଡାକ ନାଁ ଧର୍ମା। ତାକୁ ଯେତେବେଳେ 12 ବର୍ଷ ସେ ବାପାଙ୍କ ପାଖକୁ ଯିବା ପାଇଁ ଅଳି କଲା। ଧର୍ମାକୁ ଏକୁଟିଆ ଛାଡ଼ିବା ପାଇଁ ମା ପ୍ରଥମେ ଅମଙ୍ଗ ହେଉଥିଲେ। ମାତ୍ର ଯିବା ପାଇଁ ପୁଅର ଜିଗର ଦେଖି ମନା କରିପାରିଲେ ନାହିଁ। ଧର୍ମାକୁ କାଳେ ଏତେ ଦିନ ପରେ ବିଶୁ ଚିହ୍ନି ପାରିବେ ନାହିଁ, ସେଥିପାଇଁ ସାଥିରେ ବାଡ଼ି ବର କୋଳି କିଛି ଦେଇଥାନ୍ତି। ଧର୍ମା ପଚାରି ପଚାରି କୋଣାର୍କ ଗଲା ଓ ବିଶୁ ମହାରଣାଙ୍କୁ ଠାବ କଲା। ବିଶୁ ମହାରଣା ନିଜ ବାଡ଼ି ବର କୋଳି ଦେଖି ପୁଅକୁ ଚିହ୍ନି ପାରିଲେ। ଆନନ୍ଦରେ ତାକୁ କୁଣ୍ଢାଇ ପକାଇଲେ। ଧର୍ମା ଦେଖିଲା ବାପାଙ୍କ ମନରେ ସୁଖ ନାହିଁ। ସେ ତାହାର କାରଣ ପଚାରି ବୁଝିଲା। ରାତି ପାହିଲେ ବିଶୁ ମହାରଣା ସହିତ 1200 କାରିଗରଙ୍କର ମୁଣ୍ଡ କାଟ ହେବ। ଏକଥା ଜାଣି ଧର୍ମାର ମନ ବିକଳ ହୋଇ ଉଠିଲା। ଧର୍ମା ବି କାରିଗର କୁଳର ପିଲା। ତାକୁ ମଧ୍ୟ କାରିଗରୀ ବିଦ୍ୟା ଜଣାଥିଲା। ଦଧି ନିଉତି ବସାଇ ମନ୍ଦିରର ମୁଣ୍ଡି ମାରିପାରିବ ବୋଲି ଧର୍ମାର ସାହସ ହେଲା। ସେ ବାପାଙ୍କ ଠାରୁ ଅନୁମତି ନେଇ ମନ୍ଦିର ଚୂଳକୁ ଉଠିଲା। ରାତାରାତି
ମାପଚୁପ କରି ଦଧିନଉତି ବସାଇ ଦେଲା। ସକାଳ ହେବା ଆଗରୁ ଦେଖାଗଲା ମନ୍ଦିର କାମ ଶେଷ। ବିଶୁ ମହାରଣା ପୁଅର କାମ ଦେଖି ଆନନ୍ଦରେ ଫାଟି ପଡ଼ିଲେ। ତାକୁ କୋଳକୁ ନେଇ କହିଲେ, ଏଡ଼େ ସାନ ପିଲାଟିଏ ହୋଇ ମଧ୍ୟ ତୁ ଆଜି ଆମର ମାନ ରଖିଦେଲୁ। ବିଶୁ ମହାରଣା ବଡ଼ ଦ୍ୱନ୍ଦ୍ୱରେ ପଡ଼ିଲେ। ପୁଅ ପାଇଁ କ'ଣ 1200 ବଢ଼େଇ ମରିବେ? ଏକଥା ଶୁଣି ଧର୍ମା ତାର ବାପାଙ୍କୁ କହିଲା, ବାପା, ମୋ ପାଇଁ ଆଜି 1200 ବଢ଼େଇଙ୍କର ଜୀବନ ଯିବ, ଏହା ଭଲ କଥା ନୁହେଁ। ମୁଁ ତ ଗୋଟିଏ ଛୋଟିଆ ପିଲା। ମୁଁ ଏକୁଟିଆ ବଞ୍ଚି ରହି କି ଲାଭ? ମୋ ଜୀବନ ପଛେ ଯାଉ, ହେଲେ 1200 କାରିଗରଙ୍କ ଜୀବନ ରହୁ। ମୁଁ ଯେ ମନ୍ଦିର ମୁଣ୍ଡି ମାରିଛି, ଏକଥା ରାଜା ନ ଜାଣନ୍ତୁ। ଏକଥା ଶୁଣି ବିଶୁ ପୁଅକୁ କୁଣ୍ଢେଇ ପକାଇଲେ। ତାଙ୍କ ଆଖିରୁ ଲୁହ ଝରିଗଲା। ବାପାଙ୍କ ଆଖିରୁ ଲୁହ ପୋଛି ଦେଇ ଧର୍ମା କହିଲା, ବାପା, ଜନ୍ମ ହେଲେ ଦିନେ ନା ଦିନେ ମରିବାକୁ ହେବ। ମହତ୍ କାର୍ଯ୍ୟରେ ଜୀବନ ଦେବା କେତେ ଜଣଙ୍କ ଭାଗ୍ୟରେ ଘଟେ। ଆଜି ଆମର ପରୀକ୍ଷାର ବେଳ। ଏତେବେଳେ ମୋ ପାଇଁ ଚିନ୍ତା କରି ତୁମେ ଅଧୀର ହୁଅ ନାହିଁ। ମୋତେ ହସି ହସି ବିଦାୟ ଦିଅ। ପୁଅର କଥା ଶୁଣି ବିଶୁ ମହାରଣାଙ୍କ ମୁହଁରୁ କଥା ବାହାରୁ ନଥାଏ। ଧର୍ମପଦ ବାପାଙ୍କ ପାଦ ତଳେ ମୁଣ୍ଡ ଲଗାଇ କହିଲା, ମାଆଙ୍କ ସହିତ ଆଉ ଦେଖା ହୋଇପାରିବ ନାହିଁ। ତାଙ୍କୁ ବୁଝାଇ କହିବ, ତାଙ୍କ ପୁଅ ଜାତି ପାଇଁ ଜୀବନ ଦେଇଛି। ଏତକ କହି ଆଉ ତିଳେ ମାତ୍ର ଅପେକ୍ଷା ନ କରି ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସେ ମନ୍ଦିର ଉପରକୁ ଚଢ଼ିଗଲା। ସେଇଠାରୁ ସେ ହସି ହସି ଚନ୍ଦ୍ରଭାଗା ନଦୀ ମଝିକୁ ଡେଇଁ ପଡ଼ିଲା। ଆଜି ଧର୍ମପଦ ନାହିଁ। କୋଣାର୍କ ମନ୍ଦିର ମଧ୍ୟ ଭଗ୍ନ ଅବସ୍ଥାରେ। କିନ୍ତୁ 12 ବର୍ଷର ପିଲାଟିଏ ଜାତି ପାଇଁ, ଦେଶ ପାଇଁ ଯାହା କରିଗଲା, ତାହା କାଳ କାଳକୁ ରହିଗଲା। ଏବେ ବି ସମସ୍ତେ କହନ୍ତି, ସାନ ସିନା ଦାନତା ମହାନ।